କିଛି ପିଲା ଥାନ୍ତି ଯୋଉମାନେ କଥା ଶୀଘ୍ର କହିପାରନ୍ତିନି, କଥା କହିବାରେ ବିଳମ୍ବ ହୁଏ କିମ୍ବା 2 ବର୍ଷ 3 ବର୍ଷ ହେଇଗଲା ପରେ ମଧ୍ୟ କଥା କ୍ଲିୟର ସେ କହିପାରନ୍ତିନି, କଥା କହିଲା ବେଳେ ଜିଭ ଲାଗିଥାଏ ଏବଂ ଜଣେ ଜଣେ ଟୋଟାଲି କଥା ହିଁ କହିପାରନ୍ତିନି ଏବଂ ବାଣୀ ସମ୍ବନ୍ଧୀୟ ଯେତେ ପ୍ରୋବ୍ଲେମ ସବୁ ବୁଦ୍ଧଙ୍କ ପାଇଁ ହେଇଥାଏ। ଯଦି ଆପଣଙ୍କ ଛୋଟ ଛୁଆ କିଏ ଅଛନ୍ତି, ଶୀଘ୍ର କଥା କହି ପାରୁନାହାନ୍ତି କିମ୍ବା କଥା କହିଲା ବେଳେ ଜିଭ ଲାଗୁଛି, ତାହେଲେ ଆପଣ ମାନେ କୌଣସି ଏକ ବୁଧବାର ଦିନ ଯାଇକି ଗଛ, ଯେକୌଣସି ଗଛ ପାଇବେ ସେ ଗଛ ଆଣିକି ଆପଣଙ୍କର ଅଗଣାରେ କିମ୍ବା ଆପଣଙ୍କର ବଗିଚାରେ ଆପଣ ରୋପଣ କରିପାରିବେ। ପ୍ରତ୍ୟେକ ଦିନ ଆପଣ ଜଳ ଦାନ କରିପାରିବେ ଏବଂ ଆପଣଙ୍କ ପିଲା ଯଦି ଶୀଘ୍ର କଥା କହୁ ଆପଣ ଚାହୁଁଛନ୍ତି, ତାହେଲେ ଆପଣ ମାନେ ପ୍ରତ୍ୟେକ ଦିନ ତୁଳସୀ ପତ୍ରର ରସକୁ ପିଇବାକୁ ଦିଅନ୍ତୁ ଏବଂ ସେମିତି ଆପଣ 43 ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ ଆପଣଙ୍କ ପିଲା ଧୀରେ ଧୀରେ କ୍ଲିୟର ସେ କଥା କହିବାକୁ ଲାଗିବ ଏବଂ କଥା କହିବାରେ ତାର ଯାହା ବି ସମସ୍ୟା ଅଛି ତାର ସମାଧାନ ହେଇଯିବ। ଆଶା କରୁଛି ଆପଣଙ୍କର ଯାହା ବି ପ୍ରୋବ୍ଲେମ ଅଛି, ଯାହା ବି ଅସୁବିଧା ଅଛି ତାର ସମାଧାନ ହେଇଯିବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।